ଧରି ଏଇ ଶୋଇଛନ୍ତି ଇଏ ଅରନା ସାରା ମୁଁ ୟାକୁ ଖୋଜି ସାରିଲିଣି ମଲା ଇଲୋ ଇଏ ଯୋଉ ଗରମ ହଉଛି ଆକୁ ନିଦ ହଉଛି ହେଇଟି ମଲା ମୋର ସିଏ କଣ କାଟୁ କରୁଛି ହଉନି ସମ୍ଭାଳି ହଉନି ହେଇଟି ବା ଇଲେ ତମକୁ ଶୁଭୁଛି ଇଲା ଉଠାବା ହେଇଟି ହେଇଟି ଇଲେ ହେଇଠି ଇଲେ କଣ ସତିକି ଯେନ୍ ତାକୁ କିଏ ନେଇ ଯାଉଛି ବିଲ ଭିଡ଼ିକିରି ଧରୁଛନ୍ତି ନାଇଁ ନାଇଁ ଆସୁଛି ଯେତେବେଳେ ୟାକୁ ତ ମୁଁ ନିଶ୍ଚୟ ଉଠେଇବି କଣ କରିବି ହଁ ଠିକ ମନେ ପଡ଼ିବ ଇଲୋ ମୁଁ କଣ କରିବି କିନି ତ ଇଲୋ ଉଠ ଇଏ ଗୋଟା କିଣିକି मला ସେ ଯିଏ ହଉ ମୁଁ ଆସିଛି ଯେତେବେଳେ ନିଶ୍ଚୟ ତାକୁ ଉଠେଇକିନା ଯିବି ଗନ୍ଧେଇଲାରେ ଏ କଣ ସେ ବନସ୍ଥ ମଧ୍ୟରେ ଏପରି ସୁନ୍ଦରୀ ନାରୀ ମଲା ମୋର ଇଲୋ ଖାଲି ନାରୀ ନୁହଁଲ ଇଲୋ ଇଏ ତୋରି ପରି ତୋ ଠାରୁ ଟିକେ ଚପଟି ଗୋଲ ହେଲେ ଭଉଣୀ ଭଉଣୀ ଇଲୋ ଇଏ ମତେ କଣ ବୋଲି କହିଲା ଭଉଣୀ ଭଉଣୀ ଇଲୋ ହାଇ ମୁଁ ତୋର କୋଉ ଭଉଣୀ ଇଲୋ ମାମୁଁ ଝୁଆ ନା ପିଇସି ଝୁଆ ନା ସେ ମାଉସୀ ଝୁଆ ନା ମା କହିଲା କଣ ନା ଭଉଣୀ ଭଉଣୀ ନା ଇଏ ଧୋଇବା ପାରିବି ଗଉଣୀ ହେଲେ ତୁମର ପରିଚୟ କଣ ତୁମ ଘର କେଉଁ ରାଜ୍ୟରେ ତୁ ଜାଣିଲେ କଣ ତୁମେ ଏ ସ୍ଥାନକୁ କାହିଁକି ଆସିଛ ତୋର କଣ ଅଛି କି ଆଶ୍ଚର୍ଯ୍ୟ ମଲା ଇଲୋ ତୋଠି କଣ ମୋର କାମ କେବେ ଇଲୋ ୟାଠି ମୋର କାମ ମୁଁ ଯାହା କତିକି ଆଇଛି ତା ସାଙ୍ଗରେ ବିପଦ ହେବି ନା ଇଲୋ କଥାବାର୍ତ୍ତା ତାମାନେ ତୁମର କହିବାର ଅର୍ଥ ଇଲା ଏଠି ପଡ଼ିଯିବା ଏଠୁ ଭିରା ଭିରା ନଗେଇ ଆଇଲୁନି ତାଙ୍କ କଥା ତୁମେ ସେପରି ବ୍ୟସ୍ତ ହୁଅନି ଇଲୋ ମୁଁ ବ୍ୟସ୍ତ ହବିନି ଆଉ କିଏ ହବ ତୁ ଭଲ କହୁଛୁ ଆଉ ସର୍ବପ୍ରଥମେ ତୁମେ ତୁମର ପରିଚୟ ଦିଅ କାହିଁକି ଆଇଲୁ ଇଏ ଭଲ ଠାର ବୁଝୁଛି ଆଉ ତୁ ଭଲ ବୁଝୁଛୁ ମୁଁ ଜାଣିପାରିଲି ବା ତାମାନେ କୋଉଠି ଖାଇଛୁ ଆଉ ତୁମେ ତାଙ୍କୁ ହିଁ ପରିଚୟ ଦେବ ଠାର ବୋଧେ କାହାଠାରୁ ପାଇଛି ହଁ ଆଚ୍ଛା ଭଉଣୀ ହଁ ରଖ ବା ତୋ ଭଉଣୀ କି ଆଶ୍ଚର୍ଯ୍ୟ ତୁ ତାକୁ କହି ସିଏ ଯାହା ପଚାରେ ମୁଁ ସବୁ କହିବି ତୁ କାହିଁ ଭଉଣୀ ଭଉଣୀ ଠିକ ତୁମେ କଣ ତାଙ୍କୁ ଜାଣିଛ ମଲା ତାଙ୍କୁ ନ ଜାଣିଲେ ଆଉ ଟିକେ ପରେ ଆମର ସବୁ ହେଇଯିବନି ଇଲା ଚିହ୍ନା ପଡୁଛି ତେବେ ଠିକ ଅଛି ତୁମେ ଏଇ ସ୍ଥାନେ ଅପେକ୍ଷା କର ମୁଁ ତାଙ୍କୁ ଡାକି ଦେଉଛି ଇଲା ମୁଁ ଅପେକ୍ଷା କରିବି ତୁ ଡାକିବୁ ଇଲା ମୋ ନାଗି ତେଣେ କେତେ କିଏ ଅପେକ୍ଷା କରି ଯାଇଛନ୍ତି ଇଲା ମୁଁ ଅପେକ୍ଷା କରିବି ଇଏ ଡାକିବ ତୁ ଡାକୁଥା ମୁଁ ଯାଉଛି ଭଉଣୀ ଭଉଣୀ जानकी जानकी এই প্রভাত সময় মোর নিদ্রা ভগ্ন করি স্বামী হ্যাঁ নাই স্বামী তাহলে কেউ কথা কହୁଛ
ମୁଁ କିଛି ମାତ୍ର ନ ପାରୁଛି ତାମାନେ ଆମ ମଢିଆ ତରଫକୁ ଏକ ମୃଗ ଆସିଥିଲେ ନା କ'ଣ? ସ୍ୱାମୀ ହଁ ମୁଁ ସତ୍ୟ କହୁଛି ସେ ଏଇ ସ୍ଥାନରେ ଥିଲେ। ଆରେ ମୁଁ ଯେ ଚତୁର୍ଦିଗକୁ ଲକ୍ଷ୍ୟ ରଖୁଛି କେଉଁ ସ୍ଥାନରେ ଦେଖିପାରୁନାହିଁ ସେହି ସୁନ୍ଦର ଜିନିଷ। দে ফুটে দে আয়ো বাকি জানো কি ସ୍ୱାମୀ তুমি কোন প্রভাত সময় মোর নিদ্রা ভগ্ন করি এইভাবে সুন্দর জিনিস দেখিবা পাই মোর নিদ্রা ভগ্ন কল তুমি ମଲା ମୋର ଇଲୋ ଇଏ କଣ ସୁନ୍ଦର ଜିନିଷ ନୁହଁ ଇଲୋ ଇଏ ସଂସାର ଭିତରେ মানে ଇଲୋ ୟା ଠାରୁ ଆଉ କଣ ସୁନ୍ଦର ଜିନିଷ ଅଛି ନା ଥିବ। দে ফুটে দে তুমি মোর নিদ্রা ভগ্ন করি ইয়াকরি কথা কହୁଥିଲ তুমি ହଁ ସ୍ୱାମୀ ଏ କୌଣସି ସୁନ୍ଦର ଜିନିଷ ମଲା ଇଲୋ ମୁଁ କଣ ସୁନ୍ଦରୀ ନୁହଁ। ଆଚ୍ଛା ତୁମେ ୟାଙ୍କର ପରିଚୟ ଜାଣ ପରିଚୟ ହଁ ସ୍ୱାମୀ ଆମ୍ଭ ନିକଟକୁ କାହିଁକି ଆସିଛନ୍ତି ୟାଙ୍କର ସମସ୍ତ ପରିଚୟ ନିଶ୍ଚୟ ତୁମେ ଜାଣିଥିବ ନାଇଁ ସ୍ୱାମୀ ତାମାନେ ମୁଁ ତାଙ୍କୁ ପରିଚୟ ମାଗିଲି ପରିଚୟ ମାଗିଲେ ସେ ମତେ କଣ କହିଲେ ଜାଣିଛ? ଏ? ମୁଁ କଣ କହିଲି ତୁମକୁ ତୁମେ ତାଙ୍କର ପରିଚୟ ମାଗିବ ଭଳି ସେ ତୁମକୁ ଅନେକ କଥା କହୁଛନ୍ତି ଆରେ କେଉଁ କଥା ମୁଁ କହୁଛନ୍ତି କିଛି କହିନି ବା ତାକୁ କାହିଁ ମୁଁ କଣ କହିଲି? କୁହ ତୁମେ ସ୍ୱାମୀ କୁହ ଶୁଣ ହେ କଦଣ୍ଡ ପାଣି ୟାର ଆଉ ଶୁଣ କଦଣ୍ଡ ପାଣି ଶୁଣନ୍ତୁ ସେ ନବ ଛଇଲେ ବାଣୀ ଶୁଣ ହେ କଦଣ୍ଡ ପାଣି ଶୁଣ ହେ କଦଣ୍ଡ ପାଣି ସ୍ୱାମୀ ପରିଚୟ ମୁଁ ମାଗିବାରୁ ଆଚ୍ଛା ହେଲେ ସେ କରିବାରୁ ହଁ ସ୍ୱାମୀ ପରିଚୟ ମୁଁ ମାଗିବାରୁ କେତେ ହେଲେ ସେ ରସାଇ ମଜାଇ ଯେତେ ମୁଁ କରି ମୁଁ କିଛି କହିଲି ରସାଇ ମଜାଇ ଯେତେ ମୁଁ କରି ନ ଶୁଣିଲେ ତିଳେ ମୋହର ବାଣୀ ଶୁଣ ରେ କଦଣ୍ଡ ପାଣି ଶୁଣ ରେ କଦଣ୍ଡ ଜାନ କି ଆରେ ବାରମ୍ବାର ନୃତ୍ୟ କରି ମୋ ନିକଟକୁ କାହିଁକି ଆସୁଛନ୍ତି ଏଇଟା ଆଉ କୁଆଡ଼େ ଯିବି? କି ଆଶ୍ଚର୍ଯ୍ୟ କଥା ଏପର୍ଯ୍ୟନ୍ତ ତୁମେ ୟାଙ୍କର ପରିଚୟ ପାଇପାରିଲ ନାହିଁ କିନ୍ତୁ ବାରମ୍ବାର ମୋ ନିକଟକୁ ଆସୁଛନ୍ତି କାହିଁକି ନୃତ୍ୟ କରି ସ୍ୱାମୀ ହଁ ମୁଁ ତାଙ୍କୁ ପରିଚୟ ମାଗିଲି ତାମାନେ ସେ ଯେ ଅନ୍ୟତ୍ର ଚାଲି ଯାଉଛନ୍ତି ତୁମେ ପରିଚୟ ମାଗିବା କ୍ଷଣି ସେ ଯେପରି ଅନ୍ୟତ୍ର ପଳାୟନ କରୁଛନ୍ତି ଆପଣ ତାଙ୍କୁ ଜଗିକି ଛିଡ଼ା ହୋଇଛନ୍ତି ତୁମେ କ'ଣ କହିବା ପାଇଁ ଚାହୁଁଛ ଆପଣ ତାଙ୍କୁ ପରିଚୟ ମାଗନ୍ତୁ। କ'ଣ କହିଲ ଜାନ କି ଭଲ କଥା କହୁଛି ମୁଁ ତାଙ୍କୁ ପରିଚୟ ମାଗି ରଖିବି ଭଲ ପିଲା ଭଲ ପିଲା। ଏହା ସମସ୍ତ ଅସମ୍ଭବ କାହିଁକି? କାରଣ ସେ ହେଉଛନ୍ତି ଜଣେ ଅନ୍ୟ ପକ୍ଷେ ଏକ ନାରୀ ମୁଁ ହେଉଛି ଜଣେ ପୁରୁଷ ହେଲେ ନାରୀର ସେଇ ପୁରୁଷ ପାଖରେ କାମ ଆମେ କଣ ଜାଣିଛନ୍ତି? ଦେଖ ଜାନ କି ମୋ କହିବାର କଥା ତୁମେ ନିଶ୍ଚୟ ତାଙ୍କର ପରିଚୟ ମାଗି ରଖ ସେ ନିଶ୍ଚୟ ତୁମକୁ ସମସ୍ତ ପରିଚୟ ପ୍ରଦାନ କର ନାଇଁ ସ୍ୱାମୀ ମୋ ମନେ କହୁଛି ତୁମେ ତାଙ୍କର ପରିଚୟ ମାଗିବାଟା ଉଚିତ ହେବ ମୁଁ ପରିଚୟ ମାଗିବାଟା ଉଚିତ ମନେ ନୁହେଁ ମାଗ ତୁମେ କହୁଛନ୍ତି ଯେବେ ଦେଖନ୍ତୁ ସ୍ୱାମୀ ମାଗ ତୁମେ ତାଙ୍କର ସମସ୍ତ ପରିଚୟ ମାଗ ତୁମେ ଖାଲି ପରିଚୟ ମାଗେ ଭଉଣୀ ଇଲା କଣ କାଇଁ ଭଉଣୀ ଭଉଣୀ ଅଛି ଇଲୋ ଇଲା ଅଦିନେ ମାରୁଛି ବିଜୁଳି ଇଏ ଅଦିନେ ମାରୁଛି ବିଜୁଳି ମୋ ଭଉଣୀ ଡାକ ପଡୁଛି ଉଛୁଳି ଇଲା ଉଛୁଳି ଇଲା ଉଛୁଳି ଦେଖିଲେ ସ୍ୱାମୀ ଆପଣ ତାଙ୍କୁ ପରିଚୟ ମାଗନ୍ତୁ। ଆଚ୍ଛା ମୁଁ ପରିଚୟ ମାଗିଲେ ତୁମେ ମନ ମଧ୍ୟରେ କିଛି ଭାବିବ ନାହିଁ ତ ନାଇଁ ସ୍ୱାମୀ ଯାଅ ତୁମେ ସେଇ ସ୍ଥାନରେ ବସ ଗୋଟିଏ ଗୋଟିଏ କରି ସମସ୍ତ ପରିଚୟ ନିଶ୍ଚୟ ମାଗି ରଖିବ ଯାଅ ତୁମେ ହେଉ ତେବେ ବସ ତୁମେ ସେଇ ସ୍ଥାନରେ ରୂପସୀ ରୂପସୀ ଆଚ୍ଛା ମୁଁ ତୁମର ସମସ୍ତ ପରିଚୟ ଜାଣିବା ପାଇଁ ଚାହେଁ ତୁମ ଘର କେଉଁ ରାଜ୍ୟରେ ମୋର ତୁମ ପିତାମାତାଙ୍କ ନାମ କଣ ହଁ ଆମ୍ଭ ନିକଟକୁ ଆସିବାର ଅଭିପ୍ରାୟ ମଲା ସମସ୍ତ ପରିଚୟ ଦେଇ ମୋ ମନରୁ ଯେପରି ସନ୍ଦେହ ଦୂର କର ତୁମେ ହେ ନାଗର କୁହ ତୁମେ
ତାହେଲେ ଆପଣ ମୋର ସମସ୍ତ ପରିଚୟ ଚାହେଁ ସମସ୍ତ ପରିଚୟ ପ୍ରଦାନ କର ତୁମେ ଦେବି ତାହେଲେ ପ୍ରକାଶ କର ତୁମେ ହେଲେ ଦେବା ପୂର୍ବରୁ ମୋର ଗୋଟେ ଛୋଟ କଥାଟେ ଅଛି ଆରେ ପରିଚୟ ଦେବା ପୂର୍ବରୁ ଗୋଟେ ଛୋଟିଆ କଥା କହିବ ତୁମେ ହଁ ତାହେଲେ ଅନୁମତି ଦେଉଛି ପ୍ରକାଶ କର ତୁମେ ତାହେଲେ ଶୁଣନ୍ତୁ ताते किए कला बनाचारी रे जटाधारी ताते किए कला बनाचारी रे जटाधारी रूप देखिले पाषाण कराणे रूप देखिले पाषाण कराणे मोते हजारो जति जति जटाधारी आरे जटाधारी तोते किए कला अरे अरे जगी पारा एते साज ज्ञान है तारा रे वीरा एते साज ज्ञान है तारा तेरी प्रीति पुलहारा सज देवी तनु तारा रे वीरा सज देवी तनु तारा निबिरा बाहु तोरा पाथा मेरा कमरा निबिरा बाहु तोरा पाथा मेरा कमरा मोते हो जाओ जति 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 जटाधारी आरे जटाधारी तोते किए कला क्यों नारी है बापीरा देखिले तो पर सुंदरा रे वीरा देखिले तो पर सुंदरा भरा जाऊ बना भरा सही है ओ नहीं हारा रे वीरा सही है ओ नहीं हारा कर तू अफिसर मारू तू तमाशारा कर तू अफिसर मारू तू तमाशारा मोते हो जाओ जल्दी 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 जटाधारी आरे जटाधारी तोते किए कला ହେ ନାଗର ରୂପସୀ ମୋର କହିବାର କଥା କଣ ବୁଝିପାରିଲେ ନାଗର ଏ ରୂପସୀ ଓଲେ ତୁମେ କେବଳ ମୋ ରୂପ ଗୁଣର ପ୍ରଶଂସା କରୁଥିଲ ହଁ ଆଉ ମଧ୍ୟ ମୋର ଚତୁଃପାର୍ଶ୍ୱରେ ନୃତ୍ୟ କରୁଥିଲ ମଲା ମୋର ହଁ ମୁଁ ତ ସେଇ କଥା ହିଁ କହୁଥିଲି ନାଗର ଆରେ ଏପର୍ଯ୍ୟନ୍ତ ମୁଁ ତୁମର ପରିଚୟ ମଧ୍ୟ ଜାଣିପାରିଲି ନାହିଁ ମୋର ପରିଚୟ ହଁ ହେଲେ ମୋର ପରିଚୟ ନେଇ କଣ କରିବି ତୁମର ପରିଚୟ ମୁଁ ଜାଣିବା ପାଇଁ ଚାହେଁ ହେଲେ ନାଗର ହଁ ପରିଚୟ ତ ମୁଁ ନିଶ୍ଚୟ ଦେବି ତାମାନେ ହେଲେ ମୋର ଆଉ ଗୋଟେ କଥା ଅଛି ଆରେ ପରିଚୟ ଦେବା ପୂର୍ବରୁ ଆହୁରି ମଧ୍ୟ ଏକ କଥା ହଁ ତାହେଲେ ଠିକ ଅଛି କୁହ ତୁମେ ତାହେଲେ ଶୁଣନ୍ତୁ ନାଗର ପ୍ରକାଶ କର ତୁମେ ସେ କେନ ଜଗିବେ ସେ ଭ୍ରମରେ ବି ଜନକାନନେ କେନ ଜଗିବେ न जाने केन बामिनी गो न जाने केन बामिनी केने तुम बिरुने से केन जगी
नागर कुह तुमे अमर नागर बसी तब प्रेमे अभिलाषी अमर नागर कौन बुझी पारिले अच्छा रूपसी आउ गोटे कथा नहीं कुह तुमे से केना धरिया साधन दुभंगी से फूला तनु केना धरिया रखाए जुबाती खाना गो रखाए जुबाती खाना करे कासनी बेदा से केना जोगी निश्चय बुझिथिबे ना करे हेलो श्रुपखर ना करे अच्छा रूपसी कौन बुझी पारिले तो शुण रूपसी कुहतु ना तुम कहबार कथा किछि मात्र मु बुझी पारली नहीं हेले मु तो आपण को ही कहउथिली समस्त कहूथिले किंतु मु बुझी पारली नहीं किछि बुझी पारलेनी अरे ना ताहले किपरि बुझिबे यद्यपि तुम्हें मते हां सरल भाषा बुझाई देबो मोहल्ला समस्त कथा निश्चय मु बुझिनी इलो सरल भाषा रे बुझाइले सब बुझिबा समस्त बुझी परिबी आसे एई कथा कहू ना ताहले सुनंत ना करे प्रकाश करो से के बाण देसारु तुम्हे आई लायक यारने बुला भय नला गे तुमको आपण घर के राज्य रे आपण निबिड़ कानन मध्य भ्रमण करूछंती रूपसी आपण को भय लागु अरे नहीं भय काहे लागिबो मते काहे जानते काहेकि? से दुर्गम वन तये जे अच्छा असुरी का घर रूपसी लसी रे जटा बांधी कर ए निबिड़ कानन हेउछि राक्षस और राक्षसी मानक बासस्थान जटा बांधी हाँ। करे धनु अस्त्र धरी ए निबिड़ कानन मध्य भ्रमण करुछंती ए रूपसी आपण को कोन भय लागु नहीं କାରଣ ଦେଖୁଛ ତ ତୁମେ କରି ଅଛି ଧନୁ ଅସ୍ତ୍ର ମୋର ସେଇଥିପାଇଁ କାନନ ମଧ୍ୟରେ କେବେ ହେଲେ तुम भापी और आहे ये तुम भजननी बोले सदा शिवायु कहाँ रघरानी बोले सदा शिवायु कहाँ रघरानी ये तुम भापी और आहे ये तुम भजननी ଏ ରୂପସୀ ଆପଣଙ୍କ ପିତାମାତାଙ୍କର ନାମ କଣ ରୂପସୀ କାହିଁକି ନିବିଡ଼ କାନନ ମଧ୍ୟ ଭ୍ରମଣ କରୁଛନ୍ତି କୁହ ତୁମେ ମତେ ସମସ୍ତେ କହିବାକୁ ହେବ ଆଉ ତ ଆଚ୍ଛା। ସଙ୍ଗେ ସଙ୍ଗେ ହଁ ହେ ନାଗର କୁହ ତୁମେ ବୁଝିପାରୁଛି ମୁଁ ସେଇ ସ୍ଥାନରେ ଯେ ବସିଛନ୍ତି ଇଲୋ ତମେ ବି ବୁଝିପାରୁଛ ହଁ ହଁ ତମେ ବି ପାଇଛ ଆଉ ନୁହଁ ତାହେଲେ ଇଲୋ ଏ ରୂପସୀ ଜାଣେ ତ କିଏ ଇଏ ଆପଣଙ୍କର ନା କେଉଁଠୁ ପାଇଛନ୍ତି ନା କେଉଁଠୁ ଛଡ଼ାଇ ଆଣିଛନ୍ତି ନା ବଇନା ଦେଇ ଆଣିଛନ୍ତି ନା ଗୋଟେଇ ଆଣିଛନ୍ତି ଆଚ୍ଛା ରୂପସୀ ନାଗର ସର୍ବପ୍ରଥମେ ତୁମେ ମୋର ପରିଚୟ ଜାଣିବ ନା ସେଇ ସ୍ଥାନରେ ଯେ ବସିଛନ୍ତି ହେ ନାଗର କୁହ ତୁମେ ସର୍ବପ୍ରଥମେ ହଁ। ମୁଁ ତୁମର ପରିଚୟ ଚାହେଁ ହେଲେ ତତ୍ ସଙ୍ଗେ ସଙ୍ଗେ ୟାର ମଧ୍ୟ ମୁଁ ପରିଚୟ ଚାହେଁ ତୁମେ ତାହେଲେ ମୋର ପରିଚୟ ସମସ୍ତେ ଜାଣିବା ପାଇଁ ଚାହ ହଁ ନାଗର ତାହେଲେ ମନ କର୍ମ ଦେଇ ସମୟରେ ବସି ତାହେଲେ କୁହନ୍ତୁ ଆଗ ସୁନା ସୁନା ଗো ସୁନ୍ଦରୀ ସୁନ୍ଦରୀ କହିଲେ
तेमे केमिति आलो कहिलो इलो मते सुंदरी बोली कहले कोन मु आखि छाडू पळौचा अरे वर्तमान क्यों क्षति होइथंता जानो तुमे तमारी भाई अरे तमे जे मते धरि नै थांदा मोर काई कोन होई थांदा अरे वृक्ष पीटी होई जे परि मस्तिष्क रुधिर भाइथंता मला तमे अरे जाओ तुम से को देखुछ मोर परिचय म देउछि मते सुंदरी बोली कहि ताकू डाकिले इला मु गला तेणी पळौछन तुमको निकट को डाके नहीं सेई स्थान रो समस्त परिचय आपे आपे बुझी परि भाई नागर तमर भल्ला हो सुनो तुमे आउरी भल्ला हबा अगर सोना रो सुंदरी मोहल्ला मोर श्री राम नाम सुन गो सुंदरी श्री राम नाम सुंदरी श्री राम नाम सरोजिनी जिनी गौरंगिनी सुंदरी श्री राम नाम कहिबी दुखर मरण पितृ सत्य सुंदरी श्री राम नाम किछि बुझी परला तुमे मोर कहिबार कथा समस्त परिचय देबर प्रदान करि सारिछि एले तुमे नृत्य करि बारंबार मोनि को कहि किछु के तमे मोर परिचय दैछि ए स्थान मध्ये जे बसिछन जे अंकर परिचय मध्ये प्रदान करिछि इला मते कोन कहउथला अरे क्या आश्चर्य कथा इला केता बळे समस्त परिचय म प्रदान करि सारिछि रूपसी इला हा ये मते कोन कहउथला तमे बुझिছা ना है के बुझना तमने किछि मात्र बुझी परलो नहीं इला हाइड ना कर खाली कि पई बुझबो तुम मु हेला माइक लोक जहा कहिबार अछि इला सरल भाषा मते टिके सरल भाषा रे बुझाई दो ना ताले सरल भाषा रे बुझाई देले समस्त कथा तुमे बुझी परिबो इला पूरा सिद्धा ताले मन करलो दे सुनो निश्चय सरल भाषा रे मु तुमको बुझाई कहिबी रूपसी ताले कोन ना कर सुनो तुमे कोहंतो अयोध्या देश घरा लारी बारा अयोध्या देश अयोध्या देश
ସୂର୍ଯ୍ୟ ବଂଶରେ ମୋର ଜନ୍ମ। ଆଉ ତାପରେ ମୋ ପିତାଙ୍କ ନାମ ହେଉଛି ରାଜା ଦଶରଥ। ମଲା ମଲା ଅମଧ୍ୟ ତମେ ମୁଁ ହେଉଛି ରାଜପୁତ୍ର। ତମେ ରାଜପୁତ୍ର। ହଁ ମୋର ପିତା ଦଶରଥ ହଁ 3ଟି ପତ୍ନୀ ବିବାହ କରିଛନ୍ତି। କଣ କହିଲା? 3ଟି ପତ୍ନୀ ବିବାହ କରିଛନ୍ତି ମୋର ପିତା ଯିଏକି ରାଜା ଦଶରଥ। ହାଇ ଆରେ ଆଜିକାଲି ଯୋଉ ବେଳ ହେଲାଣି ଗୋଟାଏ ରଖି ଲୋକ ଚଳି ପାରୁନାହାନ୍ତି। ୟାଙ୍କ ପିତା ପୁଣି 3-3ଟା ରଖିଥିଲେ। କେମିତି କଣ? 3ଟି ପତ୍ନୀ ବିବାହ କରିଛନ୍ତି ସତ, ତାପରେ କିନ୍ତୁ 3ଟି ମାତାଙ୍କ ଠାରୁ ହଁ ଆମ୍ଭେ ଯେପରି 4 ପୁତ୍ର ଜନ୍ମ ଗ୍ରହଣ କରିଛୁ। ରହିଲା ଆଶ୍ଚର୍ଯ୍ୟ। ଭଲା ଅକଳିଆ କଥା ହେଲା ଇଏ ମା ତ ହେଲେ 3ଟା ଛୁଆ 4ଟା କେମିତି କଣ ହେଲା? ତାହେଲେ ସମସ୍ତ କଥା ମୁଁ ତୁମକୁ ବୁଝାଇ କହିବି। ଗୋଟାଇ ଖଣ୍ଡେ ଅଧେ ଚେନ୍ନାଇ ଚେଉଲାଇ କେମିତି 3ଟା ଛୁଆ 4ଟା এই রূপসী ତମର ସବୁ ହେଇଛି ଜାଣିଛ? ଶୁଣ ରୂପସୀ, ଶୁଣ ତୁମେ କଣ ବା କହୁନ? 3ଟି ମାତାଙ୍କ ଠାରୁ ଆମେ 4 ପୁତ୍ର କିଭଳି ଭାବରେ ଜନ୍ମଗ୍ରହଣ କରିଛୁ କିଭଳି ସମସ୍ତ କଥା ମୁଁ ତୁମକୁ ବୁଝାଇ କହିବି। ତାହେଲେ କୁହନ୍ତୁ। ମନ କର୍ଣ୍ଣ ଦେଇ ଶୁଣ ତୁମେ। କୁହନ୍ତୁ ନା କର। 3 ମାତା ଠାରୁ ଜାତ ମାଙ୍କ ଠାରୁ ଆମେ 4 ପୁତ୍ର ଜନ୍ମ ଗ୍ରହଣ କରିଛୁ ସତ, କିନ୍ତୁ ମୋହର ଜନନୀଙ୍କ ନାମ ହେଉଛି କୌଶଲ୍ୟା ଦେବୀ। ମୁଁ ହେଉଛି ତାଙ୍କର ଜ୍ୟେଷ୍ଠ ପୁତ୍ର ବା ଏକମାତ୍ର ପୁତ୍ର। ନାମ ମୋର ରାମଚନ୍ଦ୍ର। ଆଉ ଯୋଉ ଜନନୀ ରହିଲେ ବା ଆଉ ଯୋଉ ଭାତ ମାନେ ରହିଲେ ତାଙ୍କର ତ ଦିଅ। ତାହେଲେ ସମସ୍ତ ପରିଚୟ ଶୁଣ ତୁମେ। ଲକ୍ଷ୍ମଣ ଶତ୍ରୁଘ୍ନ সেই স্থানে ଟିକେ ନୃତ୍ୟ କର। ମଲା ସମସ୍ତେ ବୁଝାଇ କହିବି, ତୁମେ ତ ବାରମ୍ବାର ନୃତ୍ୟ କରି ମୋ ନିକଟକୁ ଆସୁଛ। କି ଆଶ୍ଚର୍ଯ୍ୟ କଥା ତୁମେ। କୁହନ୍ତୁ ନା କର। ଶୁଣ, ଆଉ ଯୋଉ ଜନନୀ ରହିଲେ, ଯୋଉ ଭ୍ରାତାମାନେ ରହିଲେ, ତାଙ୍କର ମଧ୍ୟ ପରିଚୟ ମନେ ରଖ ତୁମେ। ମୋର ଜଣେ କନିଷ୍ଠ ଭ୍ରାତ, ତାଙ୍କ ନାମ ସଞ୍ଜ ଲକ୍ଷ୍ମଣ। ଲକ୍ଷ୍ମଣଙ୍କ ମଧ୍ୟ ଜଣେ କନିଷ୍ଠ ଭ୍ରାତ, ତାଙ୍କ ନାମ ଶତ୍ରୁଘ୍ନ। ଲକ୍ଷ୍ମଣ ଶତ୍ରୁଘ୍ନ ଏ ହେଉଛନ୍ତି 2 ଭାଇ। ଏ 2 ଭାଇଙ୍କ ଜନନୀଙ୍କ ନାମ ହେଉଛି ସୁମିତ୍ରା ଦେବୀ। ଆପଣ ସତ୍ୟ କଥା କହୁଛନ୍ତି? ଆଉ ମଧ୍ୟ ଜଣେ ମୋର କନିଷ୍ଠ ଭ୍ରାତ, ତାଙ୍କ ନାମ ଭରତ। ମଲା ଏବଂ ତାଙ୍କ ଜନନୀଙ୍କ ନାମ ହେଉଛି କୈକେୟୀ। ଆଉ କେହି ନାହାନ୍ତି? ଏଇଭଳି ଭାବରେ 3 ମାତାଙ୍କ ଠାରୁ ଆମ୍ଭେ 4 ପୁତ୍ର ଜନ୍ମ ଗ୍ରହଣ। ପରିଚୟ ତ ଦଉଛ, ଏକାଥରେ ସାଇ ଭାଇ ଓଗର ଡାକି ପରିଚୟ ଦେଇ ଏତେ ପରିଚୟ ତମର ପୁଣି ଆଉ ଆଚ୍ଛା ନାଗର। କୁହ ତୁମେ। ଆଉ ଗୋଟେ କଥା। କେଉଁ କଥା କହିବ ତୁମେ? ମୁଁ ବୁଝିପାରୁଛି ତୁମର କଥା। ସିଏ ଯେ ବୟସ ସେଠି ମୌନ ହୁଇଲା। ଶୁଣ ତୁମେ, ସେ କିଏ? ସେ ଏ ସ୍ଥାନରେ ଯେ ବସିଛନ୍ତି, ୟାଙ୍କର ପରିଚୟ ମଧ୍ୟ ଟିକେ ପୂର୍ବରୁ ତୁମେ ମୋତେ କହୁଥିଲ। ତାହେଲେ ୟାଙ୍କର ପରିଚୟ ଜାଣିବା ପାଇଁ ତୁମେ
ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ଜଣା ପଡୁଛୁ। ତାହେଲେ କୁହନ୍ତୁ ନାଗର। ଜାନକୀ ଜାନକୀ କଣ ମୋ ନିକଟକୁ ଆସ ତୁମେ। ଜାନ ହଁ ଜାନକୀ ପିଲା କଥାରେ ନାହିଁ ପିଲା ଜାନକୀ ପକା ପନିକି କାଟେ ନାଉ କାଲିକି ଆସିବ ତନୁ ଆବ ଆନ୍ଧ୍ରା ମାଇ ମୋ ଦକ୍ଷିଣ ଗାଇ ପଛ ମାଇ ସବୁ ଭରସା ନାହିଁ ଶାଶୁର ପଟାକୁ ବୋହୁର ପଟା ପଟା ପଡ଼ିଗଲା ଦୁଆରେ ଆର ବରଷକୁ ଅନେଇ ଖାଲ କୋଳରେ ଧରିବୁ ଦୁଆରେ ମଲି ଧରକ ମଲି ଜାନକୀ ମଲା ମୋର। ଆଚ୍ଛା ରୂପସୀ ତୁମେ ଜାନକୀଙ୍କର ପରିଚୟ ତ ଜାଣିନାହଁ ଏପର୍ଯ୍ୟନ୍ତ। ନାଇଁ ଦିଅ ବା କଣ ତାହେଲେ ତୁମେ ଜାଣିବା ପାଇଁ ଆବଶ୍ୟକ ନାହିଁ ତୁମେ। ଇଲୋ ତାପରେ ଯେ ପୁଣି ମୁଁ ଜାଣିବିନି। ତାହେଲେ ଆଚ୍ଛା ନା କର ହଁ। ମତେ ଲାଗୁଛି ଇଏ ବୋଧେ ତମ ଭଉଣୀ ଫଣୀ ହଅନ୍ତି ତାକୁ ସାଙ୍ଗରେ ଆଣି ଆଇଛନ୍ତି ଅରଣ୍ୟ ଦେଖେଇବାକୁ ନା କଣ ସେଇଆ କି? ତାହେଲେ ତୁମେ ୟାଙ୍କର ପରିଚୟ ଜାଣିବା ଆବଶ୍ୟକ ନାଇଁ ନାହିଁ। ନାଇଁ ମୁଁ କଣ କହିଦେଲି ନା ତମେ ଦଉନା ତାର ତାହେଲେ ମନ କରୁ ଦେ ଶୁଣ ତାହେଲେ କୁହ ୟାଙ୍କର ସମସ୍ତ ପରିଚୟ। କୁହନ୍ତୁ ନା କଥା ୟାଙ୍କ ନାମ ଜାନକୀ କଣ କଣ ମନ କରୁ ଦେ ଶୁଣ ଶୁଣେ କୁହ ବା ୟାଙ୍କ ନାମ ଜାନକୀ ମଲା ମଟନ ଧରିଛ ନା ୟାଙ୍କ ନାମ ଜାନକୀ ଇଲୋ ବୋପା ମାରା ଛାତିକି ଯେମିତି ଜାଉଳି କବାଟ ପଡିଛି ଜମା ଛଡା ଛଡି ହଉନାହାନ୍ତି ନାଗି ଯାଇଛି ନା କଣ ମୁଁ ମୋର ବାହୁବନ୍ଧନରେ କାହିଁକି ଜାବୁଡି ଧରିଛି ଏ ମୋର କଣ ଅଟନ୍ତି ସମସ୍ତେ ବୁଝାଇ କହିବି। କାଇଁ ସେ ତମର କଣ ହବ ୟାଙ୍କ ନାମ ଜାନକୀ ବାସିତା। ପିଲା ଶୁଣିଲା ବେଳକୁ ମତେ ଲାଗୁଛି ଭାରି ପିତା। ଆଉ ୟାଙ୍କର ପରିଚୟ ପାଇସାରିବା ପରେ ତୁମକୁ ଲାଗିବ ଟି ମିଠା। ହଁ ତାଠୁ ତ ମହୁ ଝରୁଛି ଶୁଣ ତୁମେ ରୂପସୀ ବୋଇଲ ୟାଙ୍କ ନାମ ଜାନକୀ ବାସିତା। ହଁ ୟାଙ୍କର ଘର ହେଉଛି ମିଥିଲା ରାଜ୍ୟ। ହେଲେ ସେ ତମ ସାଙ୍ଗରେ କୁଆଡେ ଆଇଛି ୟାଙ୍କ ପିତାଙ୍କ ନାମ ହେଉଛି ରାଜଶ୍ରୀ ଜନକ। ହେଲେ ସେ ତମର କଣ ହଇ କଣ ଅତ୍ୟନ୍ତ ବ୍ୟାକୁଳ ଇଲୋ ହେଲା କୁହ ବା ତେମେ ଯୋଉ ବେଗା ଧରା ଧରି ହେଇ ତ ମୋର ସାଡେ ଇଏ ମୋର କଣ ଅଟନ୍ତି ଜାଣ ତମର ସେ କଣ ହଇ ମୋର ପତ୍ନୀ। କଣ ପତ୍ନୀ ମାନେ ବୁଝିପାରୁନ ତୁମେ ଇଲୋ କଣ ଏ ହେଉଛନ୍ତି ମୋର ସ୍ତ୍ରୀ। ଇଲୋ ଘୋରା ଘୋରା ଆଉ ରହିବନି ଲୋ ମା ଏଠି ଆଉ ରହିବନି ଯୋଉ ଗରମ ଇଏ ଯାହା ହଉ ଆଉ ରହିବନି ନିଶ୍ଚୟ ବୁଝିପାରିଛନ୍ତି ତୁମର ସମସ୍ତ ପରିଚୟ। ହଁ ସେଇ କେବଳ ତୁମରି ପରିଚୟ ପାଇବା ପାଇଁ ଏଇଠି ପରି ଅତ୍ୟନ୍ତ ବ୍ୟାକୁଳ। ହଁ ଆଚ୍ଛା ମୋ ଜାନକୀଙ୍କର ଆଉ କିଛି ପରିଚୟ ଜାଣିବାକୁ ଚାହୁଁ। ଇଲୋ ତା ପରିଚୟ ଆଉ ଲୋଡ଼ା ନାହିଁ ତା ପରିଚୟ ମୁଁ ଚାହିଁନି ଇଏ ଆପଣା ଗାଲ ଇଏ ଆପଣା ହାତ ଠିକ ଅଛି ଯାଉ ଜାନକୀ ତୁମେ ସେଠାରେ ବସ ଯାଉ। ମଲା ତେମେ ଯୋଉ ବେଗିଆ ହଉଛ ସଦା ସର୍ବଦା ମନେ ରଖି ତୁମ କଣ ଏ ହେଉଛନ୍ତି ମୋର ପତ୍ନୀ ମାନେ ସ୍ତ୍ରୀ। ଏକାଥରେ ମନେ ରହିଛି ଆଚ୍ଛା ଆରେ ତୁମର ଏ ବେଶ ତମର ପାଇଛି ନା ମୁଁ ଦେଖିବି ହେ ଏ ଓଢଣା ବା ଆଉ କଣ ଭାବିଲ କି ଆଉ ଜମା କିଛି ଭାବନା ରୁଆ ରୁଆ ଟିକେ ଆଚ୍ଛା ନାଗର କୁହ ତୁମେ ମୁଁ ଗୋଟେ କଥା କହିବି କେଉଁ କଥା କହିବ ତୁମେ କେଉଁ କଥା କହିବ ଶୁଣିବେ ତ କୁହ। ଏଇ ଟିକେ ପୂର୍ବରୁ ତାକୁ ଯୋଉ ଦେଲାନି ହଁ ମୋ ସୀତାଙ୍କର ପରିଚୟ ତୁମକୁ ଦେଇଛି ଖାଲି ପରିଚୟ ତାମାନେ ତା ସାଙ୍ଗରେ ଆଉ ଗୋଟେ ଜିନିଷ ଦେଇଛ ହଁ ତାଙ୍କ ଘର ହେଉଛି ମିଥିଲା ରାଜ୍ୟ। ଆଉ ଗୋଟେ କଥା କହିଛ ତାଙ୍କ ପିତାଙ୍କ ନାମ ରାଜଶ୍ରୀ ଜନକ। ଆଉ ଗୋଟେ ଜିନିଷ ତାକୁ ଦେଇଛ ଆରେ କେଉଁ କଥା ମୁଁ କିଛି ମାତ୍ର ନ ପାରୁଛି ଜାଣି। ଇଲୋ ଏଇ ଇଏ ଟିକେ ପୂର୍ବରୁ ଗୋଟେ ଦେଲେନି ତାକୁ ଆରେ ଦେଇନାହାନ୍ତି ଭାଇ ସମସ୍ତେ ଦେଖିଛନ୍ତି ଇଏ କଣ ମତେ ଫାଙ୍କି ଦଉଛି ଆରେ ମୁଁ ସୀତାଙ୍କର ସମସ୍ତ ପରିଚୟ ମୁଁ ପ୍ରଦାନ କରିଛି। ହେଇ ନାଗର କୁହ ତୁମେ କୋଉ ଜିନିଷ କହିଲ କେଉଁ କଥା କହୁଛ ତୁମେ। ହେଇଟି ହଁ କଣ ତାକୁ ଦେଲେନି ଶୁଣ ତୁମେ ଆଚ୍ଛା ନାଗର ତାମାନେ ତାକୁ ତ ଦେଲ ଦେଖିଆ କଣ କହୁଛ ତୁମେ ଦେଖିବା କେଉଁ କଥା କହୁଛ। ହେ ନାଗର ହଁ ମତେ ଗୋଟେ ଦେଲ ଇଲୋ ଆଉ କଣ ଥିଲା ଓଇଛା ଫାଟି ଯାଇଥାନ୍ତା ତୁମ ମୁଖକୁ ତିଳେ ମାତ୍ର ଲଜ୍ଜା ନାହିଁ। କଣ ଆରେ ସେ ହେଉଛନ୍ତି ମୋର ପତ୍ନୀ ମାନେ ସ୍ତ୍ରୀ। ଆଉ ଇଲୋ ସିଏ ତ ଯାହା ମୁଁ ତ ସେଇଆ ତାକୁ ଗୋଟେ ଲାଜ ଶରମ କଣ କରିବି ଶୁଣ ତୁମେ ଇଲୋ ଲାଜ କାହାକୁ
ନା ଭରସା କରିଛେ ଚୌବାହାରେ ମୋର ଲାଜ ସରମ ନାହିଁ। ଆଚ୍ଛା ମୁଁ ଯେ ତୁମ ନିକଟରେ ସମସ୍ତ ପରିଚୟ ଦେଇ ସାରିଛି କେତେବେଳେ ତେଣୁକରି ବିଳମ୍ବନ କରି ତୁମର ପରିଚୟ ମୋ ନିକଟରେ ପ୍ରଦାନ କର। କଣ ବା କିଛି କୁଆଡୁ ଦେଇନା କହିଲେ ମୁଁ ସମସ୍ତ ପରିଚୟ ଦେଲି କେତେବେଳେ କଣ ଦେଲେ ମାନେ ଆଉ କେଉଁ କଥା ଇଲୋ ଆହୁରି ପୁରା ଅଛି ଅସଲ କଥା ରହିଛି। କେଉଁ କଥା କୁହ ତୁମେ? ହେଇଠି ହଁ ଇଲୋ ଏଇ ଟିକେ ପୂର୍ବରୁ କହୁନଥିଲ ଟିକେ ପୂର୍ବରୁ ଇଲୋ ତମେ ଗୋଟେ ରାଜପୁତ୍ର। ହଁ ମୁଁ ରାଜପୁତ୍ର। ହେଲେ ରାଜପୁତ୍ର ହୋଇ ସିଏ ଜଟା ବାନ୍ଧି করে ଧନୁ ଅସ୍ତ୍ର ଧରି ଏଇ ରୂପସୀ କାହିଁକି ଏ ନିବିଡ଼ କାନନ ମଧ୍ୟରେ ଭ୍ରମଣ କରୁଛି ମତେ ସମସ୍ତ କହିବାକୁ ହେବ ନା କର। କଣ କହିଲ ତୁମେ? ରାଜପୁତ୍ର ହୋଇ ସିଏ ଜଟା ବାନ୍ଧି করে ଧନୁ ଅସ୍ତ୍ର ଧରି କାହିଁକି ଏ କାନନ ମଧ୍ୟରେ ମୁଁ କରୁଛି ଭ୍ରମଣ? ମତେ ସମସ୍ତ କହିବାକୁ ହେବ ନା କର। ଏଇ ଯେ ହେଉଛି ଦୁଃଖର ବିଷୟ। ଦୁଃଖର ବିଷୟ? ହଁ ରୂପସୀ। ଆଚ୍ଛା କେଉଁ ଦୁଃଖର ବିଷୟ ନା କର? ତୁମେ ତାହେଲେ ମୋର ଦୁଃଖର ପରିଚୟ ମନ ଜାଣିବା ପାଇଁ ଚାହ? ହଁ ନା କର। ତାହେଲେ ମନ କରୁନତି ଶୁଣ ମୋର ସମସ୍ତ ଦୁଃଖର ପରିଚୟ। ତାହେଲେ କୁହନ୍ତୁ। ପିତା ଦଶରଥ ମୋତେ ତମ ପିତା ରାଜ୍ୟ ଦିବାକରେ ହଁ ପିତା ଦଶରଥ ମୋତେ ରାଜ୍ୟ ଦିବାକରେ ଦଶରଥ ବାର୍ଦ୍ଧକ୍ୟ ହେବାରୁ ଅନେକ ପାତ୍ର ମନ୍ତ୍ର ଡକାଇ ମନ ମଧ୍ୟରେ ମନସ୍ଥ କରିଥିଲେ କେଉଁ କଥା ଅଯୋଧ୍ୟା ରାଜ ସିଂହାସନରେ ମୋତେ ରାଜା କରାଇବା ପାଇଁ। ଆଉ ତାପରେ କଣ ହେଲା? କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ଦାସୀର କୁମନ୍ତ୍ରଣରେ ପଡ଼ି ଦାସୀର କୁମନ୍ତ୍ରଣ ମୋର ସାନ ମା କଇକେଇ ତମ ସାନ ମା ମୋର ସାନ ମା କଇକେଇ କଣ କଲେ ନା କର? ମୋର ପିତାଙ୍କୁ କପଟରେ ସତ୍ୟ କରାଇବା କି ନେଲେ ଦୁଇ ଗୋଟି ବର ଆଚ୍ଛା ନା କର ସେ ଦୁଇ ଗୋଟି ପରେ କଣ ମତେ କହିବାକୁ ହେବ? ଗୋଟି ପରେ କଣ ଶୁଣିବ ତୁମେ? ହଁ ନା କର କହିଲେ ଅଯୋଧ୍ୟା ରାଜ ସିଂହାସନରେ ମୋର କନିଷ୍ଠ ଭ୍ରାତ ଭରତ ହେବ ରାଜା। ଆଉ ଦ୍ୱିତୀୟ ବର ଦିନେ ନୁହେଁ ମାସେ ନୁହେଁ କି ବର୍ଷେ ମଧ୍ୟ ନୁହେଁ ତାହେଲେ ନା କର ବର୍ଷ ବର୍ଷ ଧରି 14 ବର୍ଷ ହଁ ନା କର ବର୍ଷ ବର୍ଷ ଧରି 14 ବର୍ଷ ସତରେ ନା କର ଖାଲି ସେତିକି ନୁହେଁ ତାହେଲେ
ସାନମାନଙ୍କର ଆହୁରି ମଧ୍ୟ ନିଷ୍ପତ୍ତି ଅଛି। ଆଉ କେଉଁ ନିଷ୍ପତ୍ତି ନଗର ଶୁଣିବ ତୁମେ ରୂପସୀ? କୁହନ୍ତୁ ନା ମତେ। ତାହେଲେ ଶୁଣ ତୁମେ। ତାହେଲେ କୁହନ୍ତୁ। ନ ଖାଇବି ଅନ୍ନ ମୁଝେ ଗ୍ରାମେ ନ ରହିବି ପିଲା କୋଉଠି ରହିବ? ବେଶୀ ନା ମୋ ପିତାଙ୍କ ସତ୍ୟ ମୋର ରଖିବି ବେଶୀ ନା ମୋ ପିତାଙ୍କ ସତ୍ୟ ମୁଁ ରଖିବି। ସାନମାନଙ୍କ ନିଷ୍ପତ୍ତି ହେଉଛି କି ଗ୍ରାମରେ ରହିବି ନାହିଁ, ତାହେଲେ କି ଅନ୍ନ ସତ୍ତା ଭୋଜନ ମଧ୍ୟ କରିବି ନାହିଁ। ପିଲା ଆଉ କୋଉଠି ରହିବ, କଣ ଖାଇବ? ତେଣୁକରି ପିତାଙ୍କର ସତ୍ୟ ପାଳନ କରିବାକୁ ଯାଇ ହଁ ସଙ୍ଗ